ଜର୍ମାନ ଜିଓଗ୍ରାଫର ପ୍ରଫେସର ଆଲଫ୍ରେଡ ୱାଗ୍ନରଙ୍କ କଣ୍ଟିନେଣ୍ଟାଲ ଡ୍ରିଫ୍ଟ ଥିଓରି ଅନୁସାରେ 200 ମିଲିୟନ ବର୍ଷ ପୂର୍ବରେ କିଛି ସ୍ଥଳଭାଗ ବା ଗୋଟେ ସ୍ଥଳଭାଗ ଥିଲା ଯାହା ଚାରିଆଡ଼େ ଜଳଭାଗ ଥିଲା। ସେଇ ସ୍ଥଳଭାଗକୁ ପାଞ୍ଜିଆ ବୋଲି ନାଁ ଦେଲେ। ଆଉ ସେ ପାଞ୍ଜିଆଟା ଆସ୍ତେ ଆସ୍ତେ ଦୁଇ ଭାଗରେ ବିଭକ୍ତ ହେଲା। ଗୋଟିଏ ରହିଲା ଆଙ୍ଗାରଲ୍ୟାଣ୍ଡ ଆଉ ଗୋଟିଏ ରହିଲା ଗଣ୍ଡୱାନା ଲ୍ୟାଣ୍ଡ। ସେ ମଝିରେ ଥିବା ସ୍ଥଳଭାଗକୁ ତିଥିତ୍ ସାଗର ବୋଲି ନାଁ ଦିଆହେଲା। ଆସ୍ତେ ଆସ୍ତେ ଆଙ୍ଗାରଲ୍ୟାଣ୍ଡ ଆଉ ଗଣ୍ଡୱାନା ଲ୍ୟାଣ୍ଡ କିଛି ପ୍ଲେଟ୍ରେ ଡିଭାଇଡ୍ ହେବାକୁ ଲାଗିଲେ। ଆଙ୍ଗାରଲ୍ୟାଣ୍ଡକୁ ଦୁଇ ପାର୍ଟରେ ବିଭକ୍ତ କରାହେଲା ଆଉ ଯେଉଁ ଗଣ୍ଡୱାନା ଲ୍ୟାଣ୍ଡଟା 5ଟା ଭାଗରେ ବିଭକ୍ତ କରାଗଲା, ଯେଉଁଟାକି ନର୍ଥ ଆମେରିକାନ୍ ପ୍ଲେଟ୍ ଆଉ ୟୁରୋପିଆନ୍ ପ୍ଲେଟ୍, ଆଉ ଯେଉଁ ଗଣ୍ଡୱାନା ଲ୍ୟାଣ୍ଡଟା ଆଫ୍ରିକାନ୍ ପ୍ଲେଟ୍, ସାଉଥ ଆମେରିକାନ୍ ପ୍ଲେଟ୍, ଇଣ୍ଡିଆନ୍ ପ୍ଲେଟ୍, ଅଷ୍ଟ୍ରେଲିଆନ୍ ପ୍ଲେଟ୍, ଆଣ୍ଟାର୍କଟିକ୍ ପ୍ଲେଟ୍ରେ ଡିଭାଇଡ୍ ହେଲା। ଥ୍ୟାଙ୍କ ୟୁ।